କୋଉ କଥା? ଆଜ୍ଞା ବାବା କଣ ପଚାରୁଥିଲୁ? ମୁଁ କହୁଥିଲି ବାବା ନିରାକାର ଯୋଉଟା ଅଛି ନିରାକାର ଏ ଯୋଉ ଏକାକ୍ଷର ଆଉ ଅଣାକାର ଭିତରେ ବାବା ପ୍ରଭେଦ କଣ? ଗୁରୁ କରିଛୁ ନା? ହଁ ଗୁରୁ କରିଛି। ଗୁରୁ କିଏ ସେ? କୋଉଠୁ ଗୁରୁ କରୁଛୁ? ମୁଁ ଆଳିରେ ଅଛି। ମୁଁ ଆମ ଘର ହଉଛି ଆଳିର। ଯଦି ଜଣେ ଆମର ଏଇ ଯୋଉ ପାଗଳ ବାବା ଯିଏ ହଉଛନ୍ତି ସେ ଆମର ଗୁରୁ ଜଣେ। ପାଗଳା ବାବା କିଏ? ପାଗଳ ବାବା ଏଇ ଯୋଉ ଆମର ଯୋଉ ପୁରୁଷୋତ୍ତମ କ୍ଷେତ୍ର ଅଚ୍ୟୁତାନନ୍ଦଙ୍କର ଯୋଉ ଇଏ ଚାଲେ ସେଠି। ନିଜେ ଅଚ୍ୟୁତାନନ୍ଦ ପୁରୁଷୋତ୍ତମ କ୍ଷେତ୍ରରେ ପାଗଳା ବାବା ଅଛନ୍ତି କି କିଏ? ପାଗଳ ବାବା ସେ ଥିଲେ ଆମର ସେଠିକାର ପୁରା ବହୁତ ନିଜେ ଭଗବାନ ସେ। ତାପରେ ତାଙ୍କ ଅନ୍ତରରେ ସେ ଜଣେ ନାରାୟଣ ଦାସ ଥିଲେ। ସେ ଆମ ମଠର ମଠାଧୀଶ ଥିଲେ, ମହନ୍ତ ଥିଲେ। ତାଙ୍କ ପାଖରୁ ଆମେ ଗୁରୁ କରିଥିଲୁ। ଆଉ ସେଇଠୁ ସବୁ ଶିଖା ଶିଖି ମୋ ଜେଜେବାପା ବି ସେ ମଠର ବସା ଉଠା କରନ୍ତି। ସେ ବି ତାଙ୍କର ଚତୁର୍ଦ୍ଦଶୀରେ ମେଳା ହୁଏ ଠାକୁରଙ୍କର ଅନାଦି ଠାକୁର ସେ। ଯେହେତୁ ସିଏ ଜଣେ ଭଗବାନ ଅବତାର, ହଁ ତାଙ୍କୁ ସ୍ମରଣା କଲେ ସେ ତ ଅନ୍ତରରେ କହିଦେବେ। ଆଜ୍ଞା। ତାଙ୍କୁ ପଚାରୁନା। ମୁଁ ବାବା ତାଙ୍କୁ ଦେଖିନି ବହୁତ ନା ଆଜକୁ। ନ ଦେଖ, ତମେ ଯେହେତୁ ଭାବୁଛ ସେ ଭଗବାନଙ୍କର ଅବତାର, ଅନ୍ତର୍ଯ୍ୟାମୀ ସିଏ ନା। ତମେ ହଁ ହଁ ଅନ୍ତରରେ ଡାକ, ସିଏ ତମକୁ ବୁଝେଇ ଦେବେନି। ମୁଁ ଭାବୁଛି ଶୁଣ, ଆମ ଦୟାନିଧି ପରମହଂସ ହଉଛନ୍ତି ଅନ୍ତର୍ଯ୍ୟାମୀ। ତେଣୁ ମୁଁ ହଁ ଅନ୍ତରରେ ଡାକିଲେ ସିଏ ମତେ ଅନ୍ତରରେ ବୁଝେଇ ଦଉଛନ୍ତି। ତମେ ବି ସେମିତି ଅନ୍ତରରେ ଡାକିଲେ ବି ସିଏ ବୁଝେଇ ଦେବେ। ସେଇଭଳିଆ ବାବା ଆମ ଡାକିବା ହଉଛି କଥା। ଆପଣଙ୍କ ଭଳିଆ ଆମେ କଣ ଡାକି ପାରିବା? ଆଚ୍ଛା, ଆଉ ଗୋଟେ କଥା, ମୋ ଏପିସୋଡ ସବୁ ଦେଖୁଛ ନା? ବହୁତ ଦେଖୁଛି। ସେଇଠୁ ତ ବାବା ସବୁ କଲେକ୍ଟ କରିକି ପଚାରୁଛି ଆପଣଙ୍କୁ। ଯୋଉଟା ବୁଝା ନ ପଡୁଛି, ହଁ ଓଙ୍କାର ଶବ୍ଦ ଲେଖିଲେ ପ୍ରଣବ ଜିନିଷ ହଁ ସେଇଟା କେତେ ମାତ୍ରା, ସେ ଜିନିଷ ସବୁ ବୁଝେଇକି ଆପଣ କହିଛନ୍ତି। ହଁ ସବୁ ହଁ ଜିନିଷ ପୁରା ଡିଟେଲ ପଢୁଛି ନା। ହଁ, ତେଣୁ ସେ ଯୋଉ ଏକାକ୍ଷର ଅଣାକ୍ଷର ତତ୍ଵ ବି ମୁଁ ଛାଡିଛି। ଛାଡ଼ିଛନ୍ତି କି? ହଁ, ମୋର ଟିକନିକ କରିକି ମୋର ବହୁତ ବାର ଛାଡି ସାରିଲିଣି। ଏକାକ୍ଷର କଣ, ଅଣାକ୍ଷର କଣ, ଅଣାକ୍ଷର ସ୍ଥାନ କଣ, ଅଣାକ୍ଷର କି ଶକ୍ତି, ଏକାକ୍ଷର କଣ, ସେଗୁଡା ସବୁ ଛାଡି ସାରିଛି। ଦେଖିନା ଛାଡ଼ିଛନ୍ତି ତ? ହେଲେ ବାବା ମୁଁ ତ ପାଇନି। ନଜର ପଡିନାହିଁ, ନଜର ପଡିନାହିଁ। ନଜର ପଡିନି ତଥାପି ଆଉ ଆପଣଙ୍କୁ ତ ଆମେ ନିଜେ ମାନୁ ବୋଲି ସେଇଥିପାଇଁ ମୁଁ କହିଲି ବାବାଙ୍କୁ ଟିକେ ଫୋନ କରିବି। ଅଣାକ୍ଷର ଅର୍ଥ ହଉଛି ନ ଅକ୍ଷର ଅଣାକ୍ଷର ହେଲା। ଆଜ୍ଞା ଅକ୍ଷର ହଉଛି ଶବ୍ଦର ପ୍ରତୀକ। ଆଜ୍ଞା ବୁଝିଲ କି? ଶବ୍ଦର ସିମ୍ବଲ ଟା ହଉଛି ଅକ୍ଷର। ଅ ଆ ଇ ଉ ହଁ ଏ ସବୁ ଅକ୍ଷର ସବୁ ଶବ୍ଦ ନା। ହଁ, ଇଏ କଣ ପଞ୍ଚେଶ୍ଵର ବାବା? ଆଁ ଅ ଆ ଇ ଯୋଉ ଅଛି ସେ କହିଲେ ଏଇଟା କଣ ପଞ୍ଚେଶ୍ଵର? ନା, ତୁ ତ ଆଗକୁ କହିଦଉଛୁ, ମୁଁ କହିବି କଣ? ହଁ ହଁ କୁହନ୍ତୁ କୁହନ୍ତୁ ମୁଁ ବାବା ଜାଣିଲି କୁହନ୍ତୁ। ପଚାରୁଛି, ଅକ୍ଷର ଅର୍ଥ ହଉଛି ଶବ୍ଦର ପ୍ରତୀକ। ଆଜ୍ଞା। ଆଉ ଅଣାକ୍ଷର ଅର୍ଥ ହଉଛି ଶବ୍ଦ ନୁହଁ। ନ ଆଜ୍ଞା ଅକ୍ଷର ଯିଏ ଶବ୍ଦ ନୁହେଁ ତାକୁ ଅଣାକ୍ଷର ବୋଲିକି କହିବା। ଆଜ୍ଞା ବାବା। ତେଣୁ ସିଏ ହଉଛି ଶବ୍ଦ ନୁହେଁ, ସିଏ ହଉଛି କଣ ନା ଆଲୋକ। ଆଜ୍ଞା। ଚେତନା ଲୋକର ପ୍ରତୀକକୁ କୁହାଯାଏ ଅଣାକ୍ଷର। ହେଲା। ଆଜ୍ଞା ଏଇ ଆଜ୍ଞା ଚେତନା ଲୋକ, ଚେତନ ଚିତ୍ ଆଲୋକ, ଇଏ କଣ ହୁଏ ନା ପାଞ୍ଚଟି ପ୍ରକୃତି ଧାରଣ କରିକିରି ସିଏ ଆଜ୍ଞା କଣ କଣ ନା ପ୍ରକାଶ ପାଆନ୍ତି। ହେଲା। ଆଜ୍ଞା ପାଞ୍ଚଟି ବାବା ପ୍ରକୃତି କିଏ ସେ? ନା ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ। ଏ ପଞ୍ଚଭୂତର ପ୍ରକୃତି ଏ ଚେତନା ଲୋକରୁ ସୃଷ୍ଟି ହୁଏ। ଆଜ୍ଞା। ତେଣୁ ଚେତନା ଲୋକ ଯେତେବେଳେ ପଞ୍ଚଭୂତର ପ୍ରକୃତିରେ ପରିଣତ ହୁଅନ୍ତି, ସେତେବେଳେ ତାକୁ ଅଣାକ୍ଷର କୁହାଯାଏ। ଆଜ୍ଞା ଯୋଉଥିରେ କି ତମର ସେଥିରେ ଶବ୍ଦ ନାହିଁ। ଆଲୋକର ପ୍ରତୀକ ସିଏ। ବୁଝିପାରିଲ ନା? ଆଜ୍ଞା ଏଇ ଯୋଉ ମାତ୍ରା ଫାତ୍ରା କଥା କହୁଛୁ, ପଞ୍ଚ ମାତ୍ରା ସପ୍ତ ମାତ୍ରା ବହିରେ ଲେଖା ହେଇଛି ପଢିଦବୁ, ମୁଁ ଆଉ ଅଧିକା କଣ କହିବି? ତେଣୁ ମୋର କହିବା କଥା ହଉଛି, ଏଇ ଯୋଉ ପଞ୍ଚ ମାତ୍ରା କହୁଛୁ, ଆମର ପଞ୍ଚ ମାତ୍ରା ପାଞ୍ଚଟା ଭୂତର ପ୍ରତୀକ। ଆଚ୍ଛା। ବୁଝିପାରିଲ ନା? ଆଜ୍ଞା ବାବା। ଉ କାର ହଉଛି ପୃଥ୍ୱୀ ତତ୍ଵ, ଏ କାର ହଉଛି ଜଳ ତତ୍ଵ। ଆଚ୍ଛା ଆ କାର ହଉଛି ଅଗ୍ନି ତତ୍ଵ, ଇ କାର ହଉଛି ବାୟୁ ତତ୍ଵ, ଅଙ୍କାର ହଉଛି ଆକାଶ ତତ୍ଵ। ଏ ଆଚ୍ଛା ପଞ୍ଚ ତତ୍ଵ ର ପାଞ୍ଚ ପ୍ରକାରର ସେ ସ୍ୱର ନେଇକିରି କରାହେଇଛି। କିନ୍ତୁ ସେ ପାଞ୍ଚ ପ୍ରକାରର, ପାଞ୍ଚଟା ଭୂତର ପାଞ୍ଚ ପ୍ରକାରର ରଙ୍ଗ ମଧ୍ୟ ଅଛି। ହେଲା। ହଉ ପୃଥ୍ୱୀ ଆଜ୍ଞା ତତ୍ଵ ହଉଛି ପୀତ ବର୍ଣ୍ଣ, ଜଳ ତତ୍ଵ ହଉଛି ଶ୍ଵେତ ବର୍ଣ୍ଣ, ଅଗ୍ନି ତତ୍ଵ ହଉଛି ଲୋହିତ ବର୍ଣ୍ଣ, ବାୟୁ ତତ୍ଵ ହଉଛି ସବୁଜ ବର୍ଣ୍ଣ, ଆକାଶ ତତ୍ଵ ହଉଛି ନୀଳବର୍ଣ୍ଣ। ହେଲା। ଆଜ୍ଞା ଏ ଯୋଉ ଆଜ୍ଞା ଚେତନା ଲୋକ,
ଯେତେବେଳେ ପାଞ୍ଚ ପ୍ରକାରର ଶୁଦ୍ଧ ଶୁଭ୍ର ଚେତନା ଲୋକ ଯେତେବେଳେ ପାଞ୍ଚ ପ୍ରକାରର ବର୍ଣ୍ଣରେ ପରିଣତ ହୁଅନ୍ତି ତାଙ୍କୁ କୁହାଯାଏ ଅଣାକ୍ଷର, ଯାହା ଥିରେ କି ଶବ୍ଦ ନାହିଁ, ଖାଲି କମ୍ପନ ଅଛି। ଆଚ୍ଛା କମିଲେ ନା? ଆଜ୍ଞା ସେଇ କମ୍ପନଟାକୁ ଅଣାକ୍ଷର କୁହାଯାଏ। ଆଉ କଣ ପଚାରୁଛୁ? ହଁ ତା ଭିତରେ ମୁଁ କହିଲି ଅଣାକ୍ଷର ଆଉ ଏକାକ୍ଷର ଭିତରେ ତା ପ୍ରଭେଦଟା କଣ, ଡିଫରେନ୍ସ କଣ? ଏକାକ୍ଷର ହଉଛି ସ୍ୱରର ପ୍ରତୀକ। ସାତଟା ସ୍ୱରକୁ କୁହାଯାଏ ଏକାକ୍ଷର, ବୁଝିଲେ କି? ଓହୋ ତେଣୁ ଆଜ୍ଞା ସାତଟା ସ୍ୱର କିଏ ସେ ଏକାକ୍ଷର କାହିଁକି ଆମେ ତାକୁ କହିବା ନା ପ୍ରତ୍ୟେକ ଅକ୍ଷରକୁ ଆମେ ସାତଟା ସ୍ୱରରେ ଉଚ୍ଚାରଣ କରିପାରିବା। ଆଚ୍ଛା ହେଲା, ମନେ ଆଚ୍ଛା କରାଯାଉ ଅକାର ଅକାରଟାକୁ ଆମେ ସା ରେ ଗା ମା ପା ଧା ନି ସାତଟା ସ୍ୱରରେ ମଧ୍ୟ ଉଚ୍ଚାରଣ କରିପାରିବା। ଯେକୌଣସି ଶବ୍ଦ ଆ ହଉଛି ନା ନାଇଁ? ତେଣୁ ଆଜ୍ଞା ପ୍ରତ୍ୟେକ ଅକ୍ଷର ସେ ସାତଟା ସ୍ୱରରେ ଉଚ୍ଚାରଣ ହେଇପାରିବ। ସେଇଥିପାଇଁ ତାକୁ ଏକାକ୍ଷର ବୋଲି କୁହାଯାଏ। ଏକାକ୍ଷରକୁ କହିଲେ ସପ୍ତ ସ୍ୱରକୁ କୁହାଯାଏ। ଏ ସପ୍ତ ସ୍ୱର ପ୍ରତ୍ୟେକ ଅକ୍ଷର ସାହାଯ୍ୟରେ ମଧ୍ୟ ଉଚ୍ଚାରିତ ହେଇପାରେ। ସେଥିପାଇଁ ତାକୁ ଏକାକ୍ଷର କହିବା। ଏକାକ୍ଷର ଶବ୍ଦର ପ୍ରତୀକ, ଅଣାକ୍ଷର ଆଲୋକର ପ୍ରତୀକ। ଆଉ କଣ କହ? ହଁ ତାର ମନ୍ତ୍ର କଣ କେମିତି ନା କଣ ଟିକେ ମନ୍ତ୍ର ଗୁଡାକ କହିହବନି। ତମ ଆଚ୍ଛା ଗୁରୁ ତମକୁ କହିବେ, ନା ମନ୍ତ୍ର ଆମେ ଆଉ ତାର କହିପାରିବୁନି। ତାର ଏକାକ୍ଷର ମନ୍ତ୍ର ବି ବାବା? ଏକାକ୍ଷର ମନ୍ତ୍ର ତମ ଗୁରୁ ତମକୁ କହିବେ ବା, ଆମେ କହିପାରିବୁନୁ। ଯିଏ ଗୁରୁ ଶିଷ୍ୟକୁ କେବଳ କହିବେ। ତମ ଗୁରୁ ତମକୁ କହିବେ। ଆମ ଗୁରୁ ଆମକୁ କହିଛନ୍ତି। ଆମେ ଏଇଟା ଗୁରୁ ଶିଷ୍ୟର ବାଦ, ମନ୍ତ୍ର କାହାକୁ କୁହାଯିବ ନାହିଁ। ଖାଲି ମୁଁ ତତ୍ଵ ଅର୍ଥ ଗୁଡାକ ତମକୁ କହିଦେବି। ଆଚ୍ଛା ବାବା, ଇଏ ଯୋଉ ଆମର ଶରୀର ଭିତରେ ଆମର ଯୋଉ ସୂର୍ଯ୍ୟଙ୍କର ଗୋଟେ ଅଛି ସୂର୍ଯ୍ୟାଣୀ, ଗୋଟେ ହଉଛି ଚନ୍ଦ୍ରାଣୀ, ହୁଁ ଆମ ଦିପଟ ଅଛି। ହୁଁ ସେଇଟା ଆମର ଯୋଉଠି ସେଇଟା ତା ଭିତରେ କେମିତି କଣ ତାକୁ ବାରିକି ଖାଇବା ବା ତାକୁ ମନକୁ ଆମେ କଣ୍ଟ୍ରୋଲ ତ କେମିତି କରିବା? ମନଟା ବାପା ମୋଟେ ସ୍ଥିର ନୁହେଁ, ହଁ ବୁଝିପାରୁଛ ନା? ମନ ସ୍ଥିର ନୁହେଁ। ତାପରେ ତୁ ଯୋଉ ପ୍ରଶ୍ନ ପଚାରୁଛୁ ଠିକ ହିସାବରେ ପଚାରି ପାରୁନୁ। ଆଚ୍ଛା ବୁଝିପାରୁଛୁ ନା? ତୁ ହଁ ବର୍ତ୍ତମାନ ଏକାକ୍ଷର ଅଣାକ୍ଷର ତତ୍ଵ କୋଉ ସପ୍ତାଙ୍ଗ ଯୋଗକୁ ଚାଲିଗଲୁଣି। କୋଉ ଆଚ୍ଛା ସ୍ୱରରେ କଣ ବାହାରିବା, କୋଉ ସ୍ୱରରେ ଓହୋ କଣ ବାହାରିବା, ମୁଁ ତ ବହୁ ବାର ଛାଡି ସାରିଛି। ବହୁ ସେଗୁଡା ବାର। ସବୁ କ୍ଲିୟର ହେଇନି। ଯୋଉଟା ମୁଁ ଆଜି ସେଗୁଡାକ ଆପଣ କ୍ଲିୟର କହିଲେ ଯେ କଣ ଏଇ ଫୋନରେ କରିହବ? ତମର ନା ମୁଁ ବାର ହଉଛି ସାତଟା, ହଁ ସୋମ ହଁ ବୁଧ ଶୁକ୍ର, ହଁ ହେଲା, ଇଏ ଚାରିଟିକି କୁହନ୍ତି ଚନ୍ଦ୍ରବାର। ରବି ମଙ୍ଗଳ ଗୁର ଶନି, ଏଇ ଆଜ୍ଞା ଚାରିଟାକୁ କୁହନ୍ତି ସୂର୍ଯ୍ୟ ବାର। ହୁଁ ଚନ୍ଦ୍ର ବାରରେ ସୂର୍ଯ୍ୟ ଉଦୟରେ ସୂର୍ଯ୍ୟ ନାଡିରେ ଚନ୍ଦ୍ର ବାରରେ ଆଜ୍ଞା ସୂର୍ଯ୍ୟ ଉଦୟ ବେଳେ ଚନ୍ଦ୍ର ନାଡିରେ ପବନ ଚାଲିକି 2 ଘଣ୍ଟା ରହେ। ସୂର୍ଯ୍ୟ ବାରରେ ସୂର୍ଯ୍ୟ ଉଦୟକୁ କି ସୂର୍ଯ୍ୟ ନାଡିରେ ପବନ 2 ଘଣ୍ଟା 2 ଘଡି ଚାଲିକିରି ପୁଣି ନା ରହେ ସେଠି। ପ୍ରତି ନାଡିରେ ପବନ 2 ଘଡି, ଘଡିକ 45 ମିନିଟ୍ 90 ମିନିଟ୍ 1.5 ଘଣ୍ଟା ଲେଖା ଗୋଟେ ଗୋଟେ ନାଡିରେ ରହେ। ତେଣୁ ସେ 1.5 ଘଣ୍ଟା ରହି ସାରିଲା ପରେ ଆଉ ଗୋଟେ ନାଡିକି ସିଏ କଣ ଟ୍ରାନ୍ସଫର ହବ। ପରିବର୍ତ୍ତିତ ହୁଏ। ତେଣୁ ଏଇଟା ହଉଛି ସପ୍ତାଙ୍ଗର ଲକ୍ଷଣ। ଆଚ୍ଛା, ହୁଁ। ଆଉ ସେଇ ସମୟରେ ଆମେ କୋଉ ସମୟରେ ଖାଇବା କଣ କରିବା ତାର ଗୋଟେ ହଁ, ଥିବ ଗାଧୁଆ ପାଧୁଆ? ଶୟନ ଓ ଜଳପାନ ହଉଛି ଚନ୍ଦ୍ରାୟଣରେ, ହେଲା। ହୁଁ ହୁଁ ଭୋଜନ କରିବା, ଉଗ୍ର କର୍ମ କରିବା, ସହବାସ କରିବା, ଏଗୁଡାକ ସବୁ ହଉଛି ସୂର୍ଯ୍ୟାୟଣରେ। ସ୍ନାନ କରିବା। ଆଚ୍ଛା, ଆଉ ଏଗୁଡା ଆମର ଖାଲି ବିଶ୍ରାମ କରିବାଟା ହଉଛି ଚନ୍ଦ୍ରଙ୍କର ଇଏ ନାଇଁ କି? ଚନ୍ଦ୍ରବାରରେ ଶୟନ କରିବା ଆଉ ଜଳପାନ କରିବା। ଆଚ୍ଛା ଆଚ୍ଛା, ଆଉ ସେ ମାଧ୍ୟମରେ ବାବା ନିଜର ଆମର କେମିତି କଣ ଇଏଟାକୁ ବଢେଇ ପାରିବା, ଆମେ ନିଜେ ଜାଣିପାରିବା କି ଏଇ ଜିନିଷ ଟା ଆମକୁ ହବାକୁ ଅଛି କି କଣ, ପବନକୁ କେମିତି କଣ୍ଟ୍ରୋଲ କରିବା? ସେ ଏସବୁ ପବନ ଜିନିଷ ତମ ଗୁରୁ କହିବେ ନା ମୁଁ କହିବି? ସେ ଯୋଉ ପବନ କଣ୍ଟ୍ରୋଲ କଥା କହୁଛୁ, ପବନ ସାଧନା କରୁଛୁ ନା ଗୁରୁ କରୁଛୁ ବା? ମୁଁ କରୁଛି ବାବା, ଯେତିକି କରୁଛି ମୁଁ ମୁଁ ଯେତିକି ପଚାରୁଛି ଜାଣିଛି। ଗୁରୁ ଅଜବା ସୂତ୍ର ଦେଇଛନ୍ତି ନା? ହଁ, ଅଜବା ସୂତ୍ର ଦେଇଛନ୍ତି, ଅଜବା ସୂତ୍ର ସେଟା ଯଜବା ଚାଲିଛି। ସୂତ୍ରକୁ ପ୍ରାଣାୟାମରେ ଦେଇଛନ୍ତି ନା? ହଁ, ସେ ପ୍ରାଣାୟାମରେ ଦେଇଛନ୍ତି। ଦେଇଛନ୍ତି ଯଦି କେମିତି ଜାଣିପାରୁନୁ ଏ କଥା ଗୁଡାକ? ସେଗୁଡା ସେଇଆକୁ ପ୍ରାଣାୟାମରେ ଚଲେଇଲେ ଏଗୁଡା ଜଣା ପଡିଯିବ। ହୁଁ। ସେଇ ଯୋଉ ପ୍ରାଣାୟାମ ସୂତ୍ରରେ, ବୁଝିଲେ କି, ଆଜ୍ଞା ଅଜବା ଆଜ୍ଞା ସୂତ୍ରରେ ଆସନ ନେଇଛି। କି ଆସନ କରୁଛୁ? ମୁଁ ସୁଖାସନ କରୁଛି ବାବା। ହବ ନାଇଁ କିଛି।
ଆଉ କଣ ବାବା ମୁଁ ଏବେ ତ ବସିପାରିବିନି କେମିତି ପଦ୍ମାସନ। କାହିଁକି ତମେ ଗୁରୁ ତ ଚାରି ସେ ଯୋଗ ନିମିତ୍ତ ଚାରି ଆସନ ସ୍ୱସ୍ତିକ ସିଦ୍ଧ ପଦ୍ମ ଆଉ ଏଇ ଆସନ ଗୁଡ଼ିକ ହଉଛି ଆମର ଯୋଗ ନିମିତ୍ତ ଚାରି ଆସନ ପ୍ରସିଦ୍ଧ। ଆଉ ସେ ଆସନ ନ କଲେ ଯୋଗ କରିବୁ କେମିତି? ସେ ଆସନ ମାନେ ପଦ୍ମାସନ ଟିକେ ବାବା ଇଏ ବସି ହଉନି ତ। ନା ଗୁରୁ ଆସନ କି ଆସନ ଦେଇଛନ୍ତି? ସେ ମୁଁ ସୁଖାସନ କହିଲି ଗୁରୁ ସେ କଥା କହିଲେ ଯଦି ନ ବସି ପାରୁଛ ଏଇ ସୁଖାସନ ହିଁ ପ୍ରାକ୍ଟିସ କରିବ ଆଉ କଣ କରିବା। ଆଉ ସୁଖାସନ ପ୍ରାକ୍ଟିସ କର ଦେଖିବା ଯେ ଯାହା ହବ ଆଉ କଣ ଅଛି। ନା ଆପଣଙ୍କ ମତରେ କୋଉଟା ହବ? ନାଇଁ ସୁଖାସନ ନୁହେଁ। ନୁହଁ ନା ସୁଖାସନରେ ଯଦି ବସିବୁ ଘଣ୍ଟା ଘଣ୍ଟା ଧରି ବସିଲେ ବହୁତ କଷ୍ଟ ବହୁତ ସମୟ ସାପେକ୍ଷ। ତ ପୁଣି କୋଉ ଆସନ ଟା ଆମକୁ ପ୍ରଯୁଜ୍ୟ? ସେଇଟା ତମ ଗୁରୁ କହିବେ ବାପା ମୁଁ କହିପାରିବିନି ବୁଝିପାରୁଛ ନା। ମୁଁ ଖାଲି କହୁଛି ସିନା କହିଦଉଛି କିନ୍ତୁ ଏଗୁଡ଼ା ସବୁ ଆମର କହିବା କଥା ନୁହେଁ। ତମେ ଗୁରୁଙ୍କୁ ପଚାରିକି କେମିତି ମାନେ ମୋଟ କଥା ପ୍ରାକ୍ଟିକାଲ ଟା ତମ ଗୁରୁଙ୍କ ପାଖରୁ ଶିଖିବ ଥିଓରି ଟା ମୁଁ କହିଦେବି। ଥିଓରି ଟା ସବୁ କହିଦେବ ମୁଁ ଯଦି ହବ ପୁଣି ମୁଁ ଆଉ ଆପଣଙ୍କୁ ନିଜେ ମୁଁ ଗୁରୁ କରିବି ଆଉ କାରଣ ସବୁ ଜିନିଷର ସମାଧାନ ଆପଣଙ୍କ ପାଖରେ। ମୁଁ ଦେଖୁଛି। ମୁଁ ବା କହିସାରିଲିଣି ଯେ ତମର ଚାରି ଆସନ ପ୍ରସିଦ୍ଧ ହୁଁ ପଦ୍ମାସନ, ବଜ୍ରାସନ, ହୁଁ ସ୍ୱସ୍ତିକାସନ, ହୁଁ ସିଦ୍ଧାସନ ଏଇ ଚାରିଟା ହଉଛି ତମର ଯୋଗ ନିମିତ୍ତ ପ୍ରଶସ୍ତ। ଆଚ୍ଛା। ହଁ ତୁ ବିବାହ ହେଇଛୁ ନା? ବିଭା ହେଇଛି ବାବା ଦିଟା ପୁଅ। ହଁ ବିବାହ ହେଇଛି ଦିଟା ପୁଅ ଯୋଗ ସାଧନା କରିବୁ କେମିତି ମୁଁ ଜାଣିପାରୁନି। ଯଦି ମୁଁ ସେଇ କରିବୁ କଥା କରିବୁ କହୁଛି ସେଇଟା କଣ ବାବା ସାଂସାରିକ ଜିନିଷ ଟାକୁ କେମିତି ସାଂସାରିକ ଥା କିଛି ମନା ନାହିଁ ବ୍ରହ୍ମଚର୍ଯ୍ୟ ପାଳନ କରିକି ଯୋଗ ସାଧନା କର। ବ୍ରହ୍ମଚର୍ଯ୍ୟ ବାବା ଆମ ମାସକୁ କଣ କେମିତି ପାଳନ କରିବା? ଆଁ ମାସକୁ ଗୋଟେ ମାସକୁ କେମିତି କଣ କଣ୍ଟ୍ରୋଲ କରିକି ପାଳନ କରିବା? ସେ ଉପରେ ମୋଟୁ ନେଇ ସ୍ତ୍ରୀ ସଙ୍ଗ ବର୍ଜନ ଦିଟା ତ ପୁଅ ହେଲେଣି। ହଁ। ସ୍ତ୍ରୀ ସାଙ୍ଗ ଭୋଜନ କରିକିରି ବ୍ରହ୍ମଚର୍ଯ୍ୟ ପାଳନ କରିକି ସାଧନା କର। ଆଚ୍ଛା ବାବା ବ୍ରହ୍ମଚର୍ଯ୍ୟ ପାଳନ କରିବୁ ଯେ ବେଳେ ବେଳେ ସେ ବ୍ରହ୍ମଚର୍ଯ୍ୟ ତାର ଅଟୋମେଟିକ ରିଲିଜ ହେଇଯାଉଛି। କଣ ବା କରିବୁ ସେଇ ସେଥିପାଇଁ? ଅଟୋମେଟିକ ଯୋଉ ରିଲିଜ ହେଉଛି ତାର କୌଶଳ ଟା କେବଳ ଗୁରୁ ଦେବେ ଗୁରୁ ବାନ୍ଧିବ ବ୍ରହ୍ମଚାରୀ କେବଳ ବ୍ରହ୍ମଚର୍ଯ୍ୟର ନିୟମ କହିବେ ଅନ୍ୟମାନେ କେହି କହିପାରିବେନି। ତ ସେଇଟା ବାବା କଣ କେମିତି କରିବା? କରିବା ଆସିଲେ ମୁଁ କହିଦେବି। ମୁଁ ତ ଯିବି ନିଶ୍ଚିତ ଏଇଥର ସେ ତ ଯିବି ଫୋନରେ ଆଉ ନିଶ୍ଚିତ। କଣ କହିହବ କିଛି ଏଠି ଆସିଲେ ମୁଁ ବତେଇଦେବି ଯଦି ଚାହୁଁଛୁ କରିବା ପାଇଁ ମୁଁ ଭାରି ଖୁସି ହେଲି। ତେଣୁ ହଁ ଜଣେ ଚାହୁଁଛି ନା ନା ବାବା ପାଟିକୁ ମୁଁ ତ ଫାଇନାଲ କରିକି ଯାଇଛି ମୁଁ ଏଠୁ ଗଲା ମାନେ ମୁଁ ସୋମବାର ଦିନ ଯିବି ଗୁରୁ କରିବି ଆପଣଙ୍କୁ ହଉ ତୁ ବୁଝିଲେ ଆଏ ଆଉ ସେ ଆସେ ଯାହା ଆସେ ଯାହା 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 ଦରକାର ମତେ ସବୁ କହିଦେବେ। ସବୁ ବତେଇଦେବି ସବୁ ବତେଇଦେମି ଆଗେ ବ୍ରହ୍ମ ବୀର୍ଯ୍ୟକୁ କଣ୍ଟ୍ରୋଲ କର ତାପରେ ଯୋଉ କଥା। ହଁ ବ୍ରହ୍ମଚର୍ଯ୍ୟ କଣ୍ଟ୍ରୋଲ କଲେ ମନ ଶାନ୍ତି ରହିବ। ସବୁ ରହିବ ଆମର ହଁ ସେଇଟା ଆଉ ବାବା କଣ୍ଟ୍ରୋଲ ହଁ ବାବା ଟିକେ ମୁଁ ଗୋଟେ କଥା ପଚାରୁଛି ହୁଁ ଏଇ ଜିନିଷ ମତେ ପଚାରିବେନି କି କାହିଁ ପଚାରିଲୁ ବୋଲି ହୁଁ ବାୟୁର ସାଧନାର କରିବାର ଉପାୟ ଗୁଡା ସବୁ କଣ ଟିକେ କହିବେ? ବାଇ ସାଧନା ହଁ ବାୟୁ ଯୋଉ ସାଧନା କରିବା। ହଁ ବାୟୁ ସାଧନା ବାୟୁନାଡିରେ ତମେ ସାଧନା କରିବ ବାୟୁନାଡା ପବନକୁ ଉପରକୁ ଉଠେଇବ। ଆଚ୍ଛା ପବନ ତ ଉଠିବ କଣ୍ଠ ଚକ୍ର ପର୍ଯ୍ୟନ୍ତ ତାପରେ କାହିଁକି ଲଲାଟ ଚକ୍ରକୁ ଆସିବନି କାହିଁ? ସେଇଟା ତ ହଉନି ଆଉ ହଉନି ମୂଳାଧାରରୁ କାହିଁକି? ମୂଳାଧାରରୁ ଉଠୁଛି କଣ୍ଠ ଚକ୍ର ପର୍ଯ୍ୟନ୍ତ ଉଠୁଛି ତାପରେ ଯେତେକ ସେଇ ଯୋଉ କଣ୍ଠ ଚକ୍ରରୁ ସହସ୍ର ଚକ୍ର ସେଇ ଆଉ ସେଇଟା ଯୋଉ ରହିଲା ସେତିକି ହଉ ଦିଟା ଆସିଲେ ଆମେ କଥା ହବା ବୁଝିପାରୁଛ ନା। ଆଚ୍ଛା ଆଚ୍ଛା ଆଉ ମୁଁ ସୋମବାର ଦିନ ଯିବି ବାବା ଆଉ ମୁଁ ଏବେଠୁ କହିଦଉଛି ଆଉ। ହଉ ଏଇ ହଉ ସୋମବାର ଦିନ ଯିବି। ରବିବାର ଦିନ ସନ୍ଧ୍ୟାବେଳେ ଫୋନ କରିବୁ। ହଉ ବାବା ମୋ ନାଁ ହଉଛି ଚନ୍ଦ୍ରଶେଖର ହଁ ଯେତେବେଳେ କହିଲେ ଚନ୍ଦ୍ରଶେଖର କହୁଛି ବୋଲେ ଜାଣିବେ। ହଉ ହଉ ରହିଲି ବାବା ହୁଁ। ପ୍ରଣାମ।